विश्व रक्त शिकुड़ी दिवस सुंदरगढ़ जिले में पालित हो जाइए विश्व रक्त शिकुड़ी दिवस। सरकारी मेडिकल कॉलेज एवं हॉस्पिटल परिसर में गत 19 तारिख में विश्व रक्त शिकुड़ी दिवस पालन अवसर में एक राज्य स्तरीय कार्यक्रम अनुष्ठित हो जाइए। कार्यक्रम में जिला परिषद अध्यक्षा सुश्री कुंती प्रधान, उपाध्यक्ष श्री कमल लाक्रा, सुंदरगढ़ पौरपालिका अध्यक्षा श्रीमती तनया मिश्र, भारत सरकार आदिवासी व्यापार मंत्रणालयर निर्देशिका श्रीमती संगीता गुप्ता, जिलापाल डॉक्टर पराग गाभिल, जिला मुख्य उन्नयन अधिकारी दुखबंधु नायक, मेडिकल कॉलेज डीन प्रोफेसर डॉक्टर दैतारी राउतराय, सीडीएमओ डॉक्टर प्रशांत पात्र प्रमुख अतिथि भाव जोग देथिले। ଏହି ଅବସରରେ ଅତିଥିମାନେ ଜିଲ୍ଲାରେ ରକ୍ତ ଶିକୁଳି ରୋଗର ସମ୍ପୂର୍ଣ୍ଣ ମୂଳ ଉତ୍ପାଟନ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଏଥିନିମନ୍ତେ ପ୍ରବଳ ମାତ୍ରାରେ ଜନସଚେତନତା ସୃଷ୍ଟି କରିବା ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରିଥିଲେ। ବିବାହ ପୂର୍ବରୁ ଉଭୟ ବର ଓ କନ୍ୟାଙ୍କର ରକ୍ତ ପରୀକ୍ଷା କରାଇବା, ରକ୍ତ ଶିକୁଳି ରୋଗୀ ଗର୍ଭବତୀ ହୋଇଥିଲେ ନିୟମିତ ଡାକ୍ତରଙ୍କ ପରାମର୍ଶ ନେବା, ପ୍ରତ୍ୟେକ ପରିବାରରେ ନିଜେ ଏହି ରୋଗ ପ୍ରତି ସଚେତନ ହେବା ଓ ଅନ୍ୟମାନଙ୍କୁ ମଧ୍ୟ ଏହି ରୋଗର ଭୟାବହତା ସମ୍ପର୍କରେ ଜଣାଇବା ନେଇ କାର୍ଯ୍ୟକ୍ରମରେ ଅତିଥିମାନେ ନିଜର ବକ୍ତବ୍ୟ ରଖିଥିଲେ। ସେହିପରି ରୋଗର ଲକ୍ଷଣ ପରିଲକ୍ଷିତ ହେଲେ ତୁରନ୍ତ ଡାକ୍ତରଖାନା ଯାଇ ଏହାର ପରୀକ୍ଷଣ କରିବା ଏବଂ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଗ୍ରହଣ କରିବା ଏବଂ ପ୍ରତିଷେଧକ ବ୍ୟବସ୍ଥା ଅବଲମ୍ବନ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ସେହିପରି ସମସ୍ତେ ସଂକଳ୍ପବଦ୍ଧ ହୋଇ ଏହି ରୋଗକୁ ସମ୍ପୂର୍ଣ୍ଣ ଭାବେ ମୂଳପୋଛ କରିବାକୁ ଆଗଭର ହେବା ସହିତ ରୋଗୀମାନଙ୍କୁ ସେମାନଙ୍କ ନିକଟରେ ସୁଲଭ ମୂଲ୍ୟରେ ଉତ୍ତମ ଗୁଣବତ୍ତା ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବା ଉପରେ ମତ ଦେଇଥିଲେ। ଏହି ଅବସରରେ 40 ବର୍ଷରୁ କମ୍ ବୟସ୍କ ଥିବା 1195 ଜଣଙ୍କର ରକ୍ତ ଶିକୁଳିରେ ଆକ୍ରାନ୍ତମାନଙ୍କର ପରୀକ୍ଷା କରାଯାଇଥିଲା ଏବଂ କାଉନସେଲିଂ କରାଯାଇଥିଲା। ସେହିପରି ଅଣସଂକ୍ରାମକ ରୋଗର ମଧ୍ୟ ପରୀକ୍ଷା କରାଯାଇଥିଲା। ଏଥିରେ ପ୍ରାୟ 5023 ଜଣ ରକ୍ତ ଶିକୁଳି ରୋଗରେ ଆକ୍ରାନ୍ତ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ହିତାଧିକାରୀମାନଙ୍କୁ ସିକେଲ ସେଲ୍ ଷ୍ଟାଟସ୍ ପରିଚୟପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।